ଦେଖନ୍ତୁ ଆଜି କହିବି ଆମ୍ବ ବିଷୟରେ। ଦେଖନ୍ତୁ ଖରାଦିନେ ବହୁତ ପ୍ରକାର ଆମ୍ବ ମିଳିବ, କଞ୍ଚା ଆମ୍ବ ମିଳିବ, ପାଚିଲା ଆମ୍ବ ମିଳିବ। ଯଦି ଆପଣ ଡାଇବେଟିସ୍ ଅଛି ତାହେଲେ ପାଚିଲା ଆମ୍ବକୁ ଆପଣ ଆଭଏଡ୍ କରିବେ, ଆଉ କଞ୍ଚା ଆମ୍ବ ଆପଣ ଖାଇପାରିବେ। କିନ୍ତୁ ପାଚିଲା ଆମ୍ବ ଖାଇଲେ ତା ସହିତ ଆପଣ ପ୍ରୋଟିନ୍ ମିଶାଇ ଖାଇବାକୁ ପଡ଼ିବ, ଟିକେ ଫ୍ୟାଟ୍ ଜିନିଷ ମିଶାଇ ଖାଇବାକୁ ପଡ଼ିବ, ଯାହାଫଳରେ କି ଆପଣଙ୍କର ଆମ୍ବରେ ଯେତିକି ସୁଗାର ଥିବ ସଡନଲି ସ୍ପାଇକ୍ ହେବନି ବା ବଢ଼ିବନି ସୁଗାର ଭ୍ୟାଲୁ। କିନ୍ତୁ ଯଦି ଆପଣଙ୍କୁ ଡାଇବେଟିସ୍ ନାହିଁ ତାହେଲେ ଆମ୍ବ ବହୁତ ଗୋଟେ ଭଲ ଫଳ, କାହିଁକିନା ସେଥିରେ ବହୁତ ପ୍ରକାର ଭିଟାମିନ୍, ମିନେରାଲ୍ସ, କାର୍ବୋହାଇଡ୍ରେଟ୍, ଫାଇବର ଆଉ ଭିଟାମିନ୍ ସି ଅଛି। ତେଣୁ ଆପଣ ଜାଣିଥାନ୍ତୁ ଯଦି ଭିଟାମିନ୍ ଆମ୍ବରେ ମ୍ୟାକ୍ସିମମ୍ ସଂଖ୍ୟାରେ ଆପଣ ପାଇବେ ଭିଟାମିନ୍ ସି, କାରଣ ସିରେ ହେଉଛି ଇମ୍ୟୁନିଟି ପାୱାର ଆପଣ ବଢ଼େ, କାରଣ ଇମ୍ୟୁନିଟି ପାୱାର ଆପଣଙ୍କ ବଢ଼ିବ ଖରାଦିନେ। ଆଉ ଭିଟାମିନ୍ ସି ରେ କ'ଣ ହେଉଛି ନା ସ୍କିନ୍ରେ ଯଦି କୋଲାଜେନ୍ ଫାଇବର ଫର୍ମେସନ୍ କରିବାରେ ହେଲ୍ପ କରୁଛି। ଆଉ ହେଉଛି ଆପଣଙ୍କର ଭିଟାମିନ୍ ଏ କ'ଣ ହେଉଛି ନା ଆଇସାଇଟ୍ରେ ଆପଣଙ୍କର ହେଲ୍ପ କରୁଛି। ଆଉ ସେଥିରେ ଫାଇବର ବହୁତ ଅଧିକା ଅଛି। ଯଦି ଓଲ୍ଡ ପିପୁଲ୍ ହେଇଥିବେ ତାହେଲେ ଯଦି ଆମ୍ବ ଖାଉଛନ୍ତି ତାହେଲେ ନିଶ୍ଚିତ ଭାବରେ ତାଙ୍କର କନଷ୍ଟିପେସନ୍ ହେବ ନାହିଁ। କିନ୍ତୁ ଯଦି ଅଧିକା ଆମାଉଣ୍ଟର ଆପଣ ଆମ୍ବ ଖାଇବେ ତାହେଲେ ଅସୁବିଧା। ଯଦି ଆପଣ ଆମ୍ବ ଖାଉଛନ୍ତି ତାହେଲେ ଆପଣ ତା ଦେହରେ ଭିଟାମିନ୍ ଏ ପାଇପାରିବେ ସଫିସିଏଣ୍ଟ ଆମାଉଣ୍ଟରେ, ଭିଟାମିନ୍ ସି ପାଇପାରିବେ, ଆଉ ଫାଇବର ପାଇବେ। ଆଉ ଗୋଟେ କ'ଣ ଅଛି ନା ଆମ୍ବରେ ଗୋଟେ ଏନଜାଇମ୍ ଅଛି, ସେଥିରେ ଆମାଇଲେଜ୍, ଯାହାଫଳରେ ସେ ଡାଇଜେସନ୍ କରିବାରେ ବି ହେଲ୍ପ କରେ। ତେଣୁ ଆମ୍ବ ଦେଖୁଛନ୍ତି ଖାଇବା ସହିତ ଯଦି ଆମେ ଆମ୍ବ ଖାଉଛନ୍ତି ତାହେଲେ ନିଶ୍ଚିତ ଭାବରେ କ'ଣ ହେବ ନା ଇଏ ଆପଣଙ୍କର ଡାଇଜେସନ୍ରେ ହେଲ୍ପ କରିବ। ଆଉ ଯେହେତୁ ଫାଇବର ଆମାଉଣ୍ଟ ଅଧିକା ଅଛି, ଇଏ କେବେ କନଷ୍ଟିପେସନ୍ କରାଇବ ନାହିଁ। ଯଦି ଇଣ୍ଟେଷ୍ଟାଇନ୍ରେ ଆପଣ ପ୍ରାୟ କନଷ୍ଟିପେସନ୍ ହେଉଥିବ ବା ଝାଡ଼ା ଆପଣଙ୍କର ଟାଣ ହେଉଥିବ, କ୍ଲିଅର ହେଉନଥିବ, ତାହେଲେ ସେଥିରେ ଆପଣଙ୍କର ହେଲ୍ପ କରିବ। ଆଉ ଆମ୍ବରେ ଯଦି ଆମେ ଫର୍ ଏକ୍ଜାମ୍ପଲ୍ ନେବା, ଗୋଟେ କପ୍ ଆମେ ଆମ୍ବ ନେବା, ସେଥିରେ 160 ଗ୍ରାମ ପର୍ଯ୍ୟନ୍ତ ସେଥିରେ ଯଦି ଆମ୍ବ ଅଛି, ସେଥିରୁ ଆମେ ପାଇବା 90 କ୍ୟାଲୋରିର ଆମେ ପାଇବା ଏନର୍ଜି ପାଇବା, 90 କ୍ୟାଲୋରି ଏନର୍ଜି ପାଇବା। ଆଉ ଯେଉଁଥିରେ ଆପଣ ଦେଖିବେ ଭିଟାମିନ୍ ସି 67% ଅଛି, ଭିଟାମିନ୍ ସି ହେଉଛି 67% ଅଛି। ଆଉ ତା ଦେହରେ ଭିଟାମିନ୍ ଏ ଅଛି ଆପଣ 10%, ଆଉ ଫାଇବର ଅଛି 2.6 ଗ୍ରାମ ଅଛି। ତେଣୁ ଆଉ ତାପରେ ଆପଣ ପାଇବେ ଫୋଲେଟ୍ ପାଇବେ 18%। ତେଣୁ ଆମ୍ବକୁ କହୁଛନ୍ତି ଯେ ବହୁତ ଗୁଡ଼େ ଭିଟାମିନ୍ ଆଉ ମିନେରାଲ୍ ଅଛି, ଫାଇବର ଅଛି। ସେଥିପାଇଁ ମୋର ଯେଉଁ ରେକମେଣ୍ଡେସନ୍ ଅଛି, ଯଦି ଖରା ଦିନରେ ଆମ୍ବ ଆପଣ ଖାଇଲେ ନିଶ୍ଚିତ ଭାବରେ ଦେହ ପାଇଁ ଭଲ। ଆଉ ଯଦି ଆପଣ ଆମ୍ବ ଡାଇବେଟିସ୍ ଅଛି ତାହେଲେ ଡକ୍ଟରଙ୍କ ପରାମର୍ଶ କରନ୍ତୁ କେତେ ଆମ୍ବ ଖାଇପାରିବେ ଆଉ କେମିତି ପ୍ରକାରରେ ଆପଣ ଆମ୍ବକୁ ଖାଇପାରିବେ। କିନ୍ତୁ ଯଦି ଡାଇବେଟିସ୍ ନାହିଁ ତାହେଲେ ଆମ୍ବ ନିଶ୍ଚିତ ଭାବରେ ଖାଆନ୍ତୁ। ଆମ୍ବ ଖାଇଲେ ଆପଣଙ୍କ ଦେହ ସୁସ୍ଥ ରହିବ ଆଉ ବହୁତ ପ୍ରକାର ଭିଟାମିନ୍ ଆଉ ମିନେରାଲ୍ ଆପଣ ପାଇପାରିବେ।